ରାଧେ ବନ୍ଧୁଗଣ, ହିନ୍ଦୁ ଧର୍ମରେ ଗୁରୁବାର ଦିନଟି ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁ ଏବଂ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ। ଧାର୍ମିକ ଦୃଷ୍ଟିକୋଣରୁ ଏହି ଦିନର ମହତ୍ଵ ବହୁତ ଅଧିକ। ଏହି ଦିନ ବ୍ରତ ରଖି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପୂଜା କଲେ ଘର ସଦାସର୍ବଦା ସୁଖ ସମୃଦ୍ଧିରେ ଭରିଯାଏ। କିନ୍ତୁ ଆପଣ ଜାଣନ୍ତି କି ଗୁରୁବାର ଦିନ କିଛି ଏମିତି କାମ ଅଛି ଯାହାକୁ କରିବା ଦ୍ୱାରା କୁଣ୍ଡଳୀରେ ଗୁରୁ ଗ୍ରହ ଦୁର୍ବଳ ହୋଇଥାନ୍ତି ଏବଂ ଜୀବନରେ ସମସ୍ୟା ମାଡ଼ି ଆସେ। ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ 11ଟି କାମ ଭୁଲରେ ବି କରିବା ଉଚିତ ନୁହେଁ। କିନ୍ତୁ ସେଥିପୂର୍ବରୁ ଯଦି ଆପଣ ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖିବାକୁ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଗୁରୁବାର ଦିନ ନ କରିବାକୁ ଥିବା 11ଟି କାମ। ନମ୍ବର 1, ଈଶାନ କୋଣରେ ପୋଛା ମାରିବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ଈଶାନ କୋଣର ସ୍ୱାମୀ ହେଉଛନ୍ତି ଗୁରୁ। ଗୁରୁବାର ଦିନ ଏହି ଦିଗରେ ପୋଛା ମାରିବା ଦ୍ୱାରା ଘରର ସଦସ୍ୟମାନଙ୍କ ଶିକ୍ଷା ଏବଂ ଧର୍ମ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ନମ୍ବର 2, ସାବୁନ ବ୍ୟବହାର ଓ ସଫାସୁତୁରା। ଏହି ଦିନ କପଡ଼ା ଧୋଇବା ବେଳେ ସାବୁନ ବ୍ୟବହାର କରନ୍ତୁ ନାହିଁ କି ଧୋଇବାକୁ କପଡ଼ା ଦିଅନ୍ତୁ ନାହିଁ। ମାନ୍ୟତା ଅଛି ଯେ ଏହି ଦିନ ମଇଳା କପଡ଼ା ସାବୁନରେ ଧୋଇଲେ ଘରର ସମୃଦ୍ଧି ଜଳ ସହ ବାହାରିଯାଏ। ଆପଣ ଚାହିଁଲେ କେବଳ ପାଣିରେ ସଫା କରିପାରିବେ। ନମ୍ବର 3, ମହିଳାମାନଙ୍କ କେଶ ଧୋଇବା। ଗୁରୁବାର ଦିନ ମହିଳାମାନେ ମୁଣ୍ଡ ବା କେଶ ଧୋଇବା ଅଶୁଭ ମନାଯାଏ। ଏହାଦ୍ୱାରା ବୃହସ୍ପତି ଗ୍ରହ ଦୁର୍ବଳ ହୁଅନ୍ତି ଏବଂ କୌଣସି କାମ ସହଜରେ ପୂରଣ ହୁଏ ନାହିଁ। ନମ୍ବର 4, ଧନର କାରବାର ବା ଲେନଦେନ। ଏହି ଦିନ କାହାରିକୁ ଋଣ ଦିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ। ଗୁରୁବାର ଦିନ ଦେଇଥିବା ଟଙ୍କା ସହଜରେ ଫେରସ୍ତ ମିଳିନଥାଏ। ନମ୍ବର 5, ସିଲେଇ କାମ ଓ ଦୀପର ନିୟମ। ଏହି ଦିନ ଛୁଞ୍ଚି ସୂତାର କାମ ବା ସିଲେଇ କରନ୍ତୁ ନାହିଁ। ଏହା ଆର୍ଥିକ ସ୍ଥିତି ଖରାପ କରେ। ଏହା ସହ ଭଗବାନ ବିଷ୍ଣୁଙ୍କ ପୂଜାରେ ରାଶି ତେଲ ବା ସୋରିଷ ତେଲର ଦୀପ ଜଳାନ୍ତୁ ନାହିଁ। କେବଳ ଗାଈ ଘିଅର ଦୀପ ବ୍ୟବହାର କରନ୍ତୁ। ବନ୍ଧୁଗଣ, ନମ୍ବର 6, ପୁରୁଣା କବାଡ଼ି ଜିନିଷ ବିକ୍ରି। ଘରର ଭଙ୍ଗାରୁଜା ବା କବାଡ଼ି ଜିନିଷ ଏହି ଦିନ ବିକ୍ରି କରନ୍ତୁ ନାହିଁ। ଏହାଦ୍ୱାରା ପିଲାଙ୍କ ପାଠପଢ଼ା ଏବଂ ପରିବାରର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼େ। ବନ୍ଧୁଗଣ, ନମ୍ବର 7, ଅନ୍ନ ବା ଭାତ ଖାଇବା। ପୂଜା ପାଠରେ ଅକ୍ଷତ ବା ଚାଉଳର ବହୁତ ମହତ୍ଵ ଥାଏ, କିନ୍ତୁ ଗୁରୁବାର ଦିନ ଭାତ ଖାଇବା ବର୍ଜିତ ବୋଲି ଶାସ୍ତ୍ରରେ କୁହାଯାଇଛି। ବନ୍ଧୁଗଣ, ନମ୍ବର 8, ନୂଆ ଜିନିଷ କିଣିବା ଓ ପିନ୍ଧିବା। ଗୁରୁବାର ଦିନ ଧାରୁଆ ଜିନିଷ ଛୁରୀ, କଇଞ୍ଚି, ବାସନକୁସନ, ଆଖି ସହ ଜଡ଼ିତ ଜିନିଷ କିଣନ୍ତୁ ନାହିଁ। ଏହି ଦିନ ପ୍ରଥମ ଥର ପାଇଁ ନୂଆ କପଡ଼ା ପିନ୍ଧିବା ମଧ୍ୟ ଉଚିତ ନୁହେଁ। ବନ୍ଧୁଗଣ, ନମ୍ବର 9, ଆମିଷ ଓ ମଦ୍ୟପାନ। ଯଦି ଆପଣ ଆମିଷ ବା ମଦ ସେବନ କରନ୍ତି ତେବେ ଗୁରୁବାର ଦିନ ଏଥିରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ଏହାଦ୍ୱାରା ଦେବତାମାନେ ରୁଷ୍ଟ ହୁଅନ୍ତି। ବନ୍ଧୁଗଣ, ନମ୍ବର 10, ଉପରୁ ଲୁଣ ପକାଇ ଖାଇବା ଓ ଅପମାନ। ଖାଦ୍ୟରେ ଉପରୁ କଞ୍ଚା ଲୁଣ ପକାଇ ଖାଦ୍ୟକୁ ଖାଆନ୍ତୁ ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଦିନ ଗୁରୁ, ପିତା, ଜେଜେବାପା କିମ୍ବା ଧର୍ମର ମଜାକ ଉଡ଼ାନ୍ତୁ ନାହିଁ କି ଅପମାନ କରନ୍ତୁ ନାହିଁ। ବନ୍ଧୁଗଣ, ନମ୍ବର 11, ଦିଗଶୂଳ।
ଓ ନଖ କାଟିବା। ଗୁରୁବାର ଦିନ ଦକ୍ଷିଣ ବା ନୈಋତ୍ୟ ଦିଗକୁ ଯାତ୍ରା କରନ୍ତୁ ନାହିଁ। ଯଦି ଜରୁରୀ ହୁଏ ତେବେ ଦହି ବା ଜିରା ଖାଇ ବାହାରନ୍ତୁ। ଏହି ଦିନ ନଖ ଏବଂ ଚୁଟି କାଟିବା ଦ୍ୱାରା ଧନହାନି ହୋଇଥାଏ। ବନ୍ଧୁଗଣ, ଗୁରୁବାର ଦିନର 11ଟି ଚମତ୍କାରୀ ଉପାୟ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା କେଉଁ ସରଳ ଉପାୟ କରି ଆପଣ ଭଗବାନ ବିଷ୍ଣୁଙ୍କ କୃପା ଲାଭ କରିପାରିବେ। ବନ୍ଧୁଗଣ, ନମ୍ବର 1, ସୂର୍ଯ୍ୟ ଅର୍ଘ୍ୟ ଓ ଘିଅ ଦୀପ। ଗୁରୁବାର ସକାଳୁ ଶୀଘ୍ର ଉଠି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଠାକୁର ଘରେ ବିଷ୍ଣୁଙ୍କ ଆଗରେ ସୂତାର ପଳିତା ଏବଂ କେଶର ପକାଇ ଘିଅ ଦୀପ ଜଳାନ୍ତୁ। ବନ୍ଧୁଗଣ, ନମ୍ବର 2, ହଳଦିଆ ଫଳ ଦାନ। କୁଣ୍ଡଳୀରେ ଗୁରୁଙ୍କୁ ମଜବୁତ କରିବା ପାଇଁ ଗରିବ ଲୋକଙ୍କୁ ହଳଦିଆ ରଙ୍ଗର ଫଳ ଦାନ କରନ୍ତୁ। ନମ୍ବର 3, କେଶରର ବ୍ୟବହାର। ରାତିରେ କେଶର ମିଶା କ୍ଷୀର ପିଅନ୍ତୁ କିମ୍ବା କ୍ଷୀରି ପ୍ରସ୍ତୁତ କରି ଭଗବାନଙ୍କୁ ଭୋଗ ଲଗାଇ ପୁରା ପରିବାର ସହ ଖାଆନ୍ତୁ। ଏହାଦ୍ୱାରା ପ୍ରେମ ବୃଦ୍ଧି ପାଏ। ନମ୍ବର 4, ଗୋମାତାଙ୍କୁ ସେବା। ଅଟା ଗୁଳାରେ ବୁଟ ଡାଲି, ଗୁଡ଼ ଏବଂ ହଳଦୀ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ। ନମ୍ବର 5, ତୁଳସୀ ପତ୍ରର ଚମତ୍କାର। ଯଦି ଆର୍ଥିକ ଅଭାବ ରହୁଛି ତେବେ ହାତରେ 7ଟି ତୁଳସୀ ପତ୍ର ରଖି ଓମ୍ ନମ ଭଗବତେ ବାସୁଦେବାୟ ନମ ମନ୍ତ୍ର ଜପ କରି ଭଗବାନ ବିଷ୍ଣୁଙ୍କ ଚରଣରେ ଅର୍ପଣ କରନ୍ତୁ। ବନ୍ଧୁଗଣ, ନମ୍ବର 6, ତୁଳସୀ ମଞ୍ଜରୀର ଉପାୟ। ଆୟ ବଢ଼ାଇବା ପାଇଁ ଭଗବାନ ବିଷ୍ଣୁଙ୍କୁ ତୁଳସୀ ମଞ୍ଜରୀ ଚଢ଼ାନ୍ତୁ ଏବଂ ପରେ ତାକୁ ଏକ ହଳଦିଆ କପଡ଼ାରେ ବାନ୍ଧି ତିଜୋରିରେ ରଖନ୍ତୁ। ବନ୍ଧୁଗଣ, ନମ୍ବର 7, ତୁଳସୀ ଚେର। ତୁଳସୀ ଗଛର ଚେରକୁ ଗଙ୍ଗା ଜଳରେ ଧୋଇ ହଳଦିଆ କପଡ଼ାରେ ବାନ୍ଧି ମୁଖ୍ୟ ଦ୍ୱାର ବା ତିଜୋରିରେ ରଖିଲେ ସୌଭାଗ୍ୟ ପ୍ରାପ୍ତି ହୁଏ। ବନ୍ଧୁଗଣ, ନମ୍ବର 8, କଦଳୀ ଗଛ ପୂଜା। ଗୁରୁବାର ଦିନ କଦଳୀ ଗଛକୁ 7 ଥର ପରିକ୍ରମା କରି ଜଳ ଓ ଘିଅ ଦୀପ ଅର୍ପଣ କରନ୍ତୁ ଏବଂ ଗୁରୁଙ୍କ 108 ନାମ ଜପ କରନ୍ତୁ। ନମ୍ବର 9, କଦଳୀ ଗଛର ଚେର ଧାରଣ। ଆର୍ଥିକ ସ୍ଥିତି ସୁଧାରିବା ପାଇଁ କଦଳୀ ଗଛର ଛୋଟ ଚେରକୁ ହଳଦିଆ କପଡ଼ାରେ ବାନ୍ଧି ବେକରେ ଧାରଣ କରନ୍ତୁ। ବନ୍ଧୁଗଣ, ନମ୍ବର 10, ହଳଦୀ ପାଣିରେ ଗାଧୋଇବା। ସକାଳେ ଗାଧୋଇବା ପାଣିରେ ଚୁଟକିଏ ହଳଦୀ ମିଶାଇ ଗାଧନ୍ତୁ ଏବଂ ଓମ୍ ନମ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ। ନମ୍ବର 11, ବୃହସ୍ପତି ମନ୍ତ୍ର ଜପ। ଧନଜନିତ ସମସ୍ୟା ଦୂର କରିବା ପାଇଁ 108 ଥର ଓମ୍ ବୃହସ୍ପତାୟ ନମ ମନ୍ତ୍ର ଜପ କରନ୍ତୁ ଏବଂ ଧାର୍ମିକ ପୁସ୍ତକ ଦାନ କରନ୍ତୁ। ବନ୍ଧୁଗଣ, ଆଶା କରୁଛି ଏହି ସୂଚନା ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଏମିତି ହିଁ ସୁନ୍ଦର ସୁନ୍ଦର ଆଧ୍ୟାତ୍ମିକ ତଥ୍ୟ ଜାଣିବା ପାଇଁ ଆମ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀରାମ, ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ଲେଖିବାକୁ ଜମାରୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଧନ୍ୟବାଦ। ରାଧେ ରାଧେ।